মা ସାହାଡ଼ା ଶୁଣି ସେବା ସଂଗଠନ ଆଜି ଆସି ପହଞ୍ଚିଛି ବାରସର ପଞ୍ଚାୟତ ମୁଟ୍ରିଓଡ ଗ୍ରାମରେ। ଇଏ ବାପା ମା ହେଲେ ଘାଉରିଆ ମାଝୀ, ଇଏ ହେଉଛନ୍ତି ତାଙ୍କର ଧର୍ମପତ୍ନୀ। ତାଙ୍କର ବହୁତ ଦୁଃଖ ପରିସ୍ଥିତିରେ ସେ ଅଛନ୍ତି। ତାଙ୍କର ଏକମାତ୍ର ପୁତ୍ର ମୃତ୍ୟୁ ମୁଖରେ ପଡ଼ିବା ପରେ ସ୍ୱାମୀ ସ୍ତ୍ରୀ ଦୁଇଜଣ ପୁରା ବେସାହାରା ହୋଇପଡ଼ିଛନ୍ତି। ତ ଏ କଥା ଆମେ ଖବର ପାଇ ଆଜି ଆସି ତାଙ୍କ ନିକଟରେ ପହଞ୍ଚିଛୁ। ଆଉ ସମସ୍ତ ସଂଗଠନ ଯେଉଁଗୁଡ଼ାକ ଆମ ମାନେ ତିହିଡ଼ି ଅଞ୍ଚଳରେ ଯେଉଁ ସଂଗଠନ ମାନେ ଅଛନ୍ତି, ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ ସମସ୍ତେ ଟିକେ ଆସି ଦୁଃଖୀରଙ୍କି ଦମ୍ପତି ପାଖରେ ପହଞ୍ଚନ୍ତୁ। ମୁଁ ଅନୁରୋଧ କରିବି ଆମର ସକ୍ରିୟ ସଦସ୍ୟ ସତ୍ୟ ବାବୁଙ୍କୁ, ସେ କିଛି ମନ୍ତବ୍ୟ ଦେବେ। ଜୟ ମା ସାହାଡ଼ା ଶୁଣି। ଜୟ ମା। ତ ଆଜି ପହଞ୍ଚିଛୁ ଆସିକି ବାରସର ପଞ୍ଚାୟତରେ ମୋଟରି ଗଡ଼ ଗ୍ରାମରେ। ତ ଆମେ ଖବରଟି ଆମର କଲ୍ହରେ ଆଶ୍ରମ ଯେଉଁ ଅଛି ଆଶ୍ରମ ଅଲେଖ ଆଶ୍ରମ ବାବା କାର୍ତ୍ତିକ ବାବାଙ୍କ ଠାରୁ ଆମେ ଖବର ପାଇଲୁ ଯେ ଏଇଭଳି ନା ସେମାନଙ୍କୁ ରଖିଛନ୍ତି ପାଖରେ, ଆଶ୍ରା ଦେଇଛନ୍ତି। ବହୁତ ଧନ୍ୟବାଦ। ଆଉ ଅନ୍ୟମାନେ ତାଙ୍କ ମାନଙ୍କ ପାଖରୁ ଶିଖନ୍ତୁ କେମିତି ଅନ୍ୟମାନଙ୍କୁ ବିପଦ ସମୟରେ ସହାୟ ହେବା, ସେଟା ଜାଣନ୍ତୁ। ସେମାନେ ବି ବହୁତ ସହଯୋଗରେ ସେମାନେ ହାତ ବଢେଇଛନ୍ତି। ଆମେ ବି ଯାହା ଦେଖିଲୁ ତାଙ୍କ ଗ୍ରାମବାସୀ ତାଙ୍କ ପାଖ ପଡିଶା ତାଙ୍କର କିଛି ଅବହେଳା କରିନାହାନ୍ତି, ନିଜ ଘରେ ବାସ ଦେଇଛନ୍ତି। ଆଉ ସେଇଟା ସବୁଠୁ ବଡ କଥା, ମାନବିକତାର ପରିଚୟ ସେମାନେ ଦେଇଛନ୍ତି। ସେମାନଙ୍କ ପାଖରେ ଆମେ ବି ଋଣୀ। ଆଉ ସାରା ଓଡିଶାବାସୀ ବି ଜାଣିବା ଉଚିତ ମାନବ ସେବା ହିଁ ମାଧବ ସେବା। ଭଗବାନଙ୍କୁ ଭୋଗ ଦେବା ବାବଦରେ କିଛି ସହଯୋଗ କଲେ, ମାନବ ସେବା କଲେ, ସେଟା ଆମ ପାଇଁ ଆଉ ତ ସମାଜ ପାଇଁ ବହୁତ ବଡ କଥା। ତ ସେମାନଙ୍କୁ ଆଉ ଥରେ ବିନମ୍ର ଧନ୍ୟବାଦ। ତ ଆମେ ତ ଆଉ ମାନେ ସମ୍ପୂର୍ଣ୍ଣ ଅଭାବ ତ କେହି କାହାରି ପୂରଣ କରିପାରିବା ନାହିଁ। ତ ଆମର ମାନେ ପ୍ରାଣୀ ପର୍ଯ୍ୟାୟ ଆମେ ଯାହା ପାରିଛୁ ଆସି ବାବାଙ୍କ ପାଖରେ ପହଞ୍ଚିଛୁ। ଆଉ କିଛି ସ୍ୱଳ୍ପ ଅର୍ଥ ମଧ୍ୟ ଆଉ ଚେଷ୍ଟା କରିବୁ ବି କିଛି କିଛି ଯଦି ମଝିରେ ଆମ ଦ୍ୱାରା ଯେତିକି ସମ୍ଭବ ହବ ଆମେ ବାପା ମାଙ୍କୁ ସହଯୋଗ କରିବୁ, କଥା ଦେଇ ଯାଉଛୁ। ଆସିକି ଆମେ ଏଠି ପହଞ୍ଚିଲୁ। ଦୁଃଖର ବିଷୟ ଯେ କହିବାକୁ ପଡ଼ିବ ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ଭାବରେ। ତେଣୁ ମୁଁ ଏଇ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଆମ ସାହାଡ଼ା ଶୁଣି ସେବା ସଂଗଠନ ତରଫରୁ ଆମେ ସମସ୍ତେ ବିନମ୍ର ଅନୁରୋଧ କରୁଛୁ କି ଏ ଦୁନିଆରେ ଯେତେ ସବୁ ଅଛନ୍ତି ସମାଜରେ ସୋସିଆଲ ମିଡ଼ିଆରେ ଯେଉଁମାନେ ସଂଘ ଅଛନ୍ତି ବା ପ୍ରଶାସନକୁ ମଧ୍ୟ ମୁଁ କହିବି, ନିବେଦନ କରିବି ଯେ ଏଇଭଳି ପରିସ୍ଥିତିରେ ଏଇ ଅସହାୟ ପରିବାରକୁ ସେମାନେ ନିଜର ମାନେ ଯାହା ବି ହେଇପାରିବ ଆଣିକି ତାଙ୍କ ପାଖରେ ପହଞ୍ଚନ୍ତୁ, ତାଙ୍କୁ ସାହାଯ୍ୟ ପହଞ୍ଚନ୍ତୁ। ବାସ୍ତବରେ ତାଙ୍କର ଚିତ୍ର ଦେଖନ୍ତୁ, ସେ କିପରି ଅସହାୟ ହୋଇପଡ଼ିଛନ୍ତି ଏବଂ ତାଙ୍କୁ ସାହାରା ଦିଅନ୍ତୁ। ମୁଁ ଆଉ ଥରେ ସମସ୍ତଙ୍କୁ ନିବେଦନ କରିବି, ଏଇଟା ହାତ ବଢ଼ାନ୍ତୁ। ଜୟ ମା ସାହାଡ଼ା। ମା ସାହାଡ଼ା ଶୁଣିଙ୍କ ନିକଟରେ ମୁଁ ଏତିକି ପ୍ରାର୍ଥନା କରିବି, ମା ଏ ଯୋଉ ଦୁଇ ଜଣ ଦମ୍ପତି ତ ବୃଦ୍ଧଙ୍କୁ ସେ ଭଲରେ ରଖନ୍ତୁ, ଶାନ୍ତି ଦିଅନ୍ତୁ। ଜୟ ମା ସାହାଡ଼ା ଶୁଣି। ଜୟ ମା ସାହାଡ଼ା ଶୁଣି।